ଆଜି ଆମେ ଏହି ଭିଡ଼ିଓରେ ଅଷ୍ଟମ ଶ୍ରେଣୀ ରାଜନୀତି ବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ କେନ୍ଦ୍ର ସରକାର ବିଷୟର ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର ଗୁଡ଼ିକ ଆଲୋଚନା କରିବା। ଏହା ହେଉଛି ପାର୍ଟ 4 ଭିଡ଼ିଓ। ୟା ପୂର୍ବରୁ ମୁଁ 3ଟି ଭିଡ଼ିଓ ବନେଇଛି। ଯଦି ସେହି ଭିଡ଼ିଓ ଗୁଡ଼ିକ ତୁମେମାନେ ଏଯାଇ ଦେଖିନ ତେବେ ମୁଁ ସେହି ଭିଡ଼ିଓ ଗୁଡ଼ିକର ଲିଙ୍କ୍ ଗୁଡ଼ିକ ମୁଁ ଡେସ୍କ୍ରିପ୍ସନରେ ଦେଇଦେଉଛି। ସେହି ଲିଙ୍କ୍କୁ କ୍ଲିକ୍ କରି ତୁମେ ସେହି ଭିଡ଼ିଓ ଗୁଡ଼ିକ ଦେଖିପାରିବ। ନମ୍ବର 1, ଭାରତର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି? ଆନ୍ସାର, ଭାରତର ରାଷ୍ଟ୍ରପତି ଜନସାଧାରଣଙ୍କ ଦ୍ୱାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ସେ ସଂସଦ ତଥା ଦିଲ୍ଲୀ, ପଣ୍ଡିଚେରୀ ସମେତ ସମସ୍ତ ରାଜ୍ୟ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ନମ୍ବର 2, ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ବର୍ଷ? ସେ ତାଙ୍କ ପଦବୀରୁ କିପରି ଅବ୍ୟାହତ ନେଇପାରନ୍ତି? ଆନ୍ସାର, ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ହେଉଛି 5 ବର୍ଷ। ରାଷ୍ଟ୍ରପତି ଇଚ୍ଛା କଲେ 5 ବର୍ଷ କାଳ ପୂରଣ ହେବା ପୂର୍ବରୁ ସେ ଉପରାଷ୍ଟ୍ରପତିଙ୍କୁ ସମ୍ବୋଧନ କରି ନିଜର ଲିଖିତ ଇସ୍ତଫାପତ୍ର ଜରିଆରେ ନିଜ ପଦବୀରୁ ଅବ୍ୟାହତ ନେଇପାରନ୍ତି। ନମ୍ବର 3, ଭାରତରେ କିଭଳି ଶାସନ ବ୍ୟବସ୍ଥା ରହିଛି? ଆନ୍ସାର, ଭାରତରେ ଦ୍ୱୈତ ଶାସନ ବ୍ୟବସ୍ଥା ରହିଛି। ଏଠାରେ ଗୋଟିଏ କେନ୍ଦ୍ର ସରକାର ଓ 28ଟି ରାଜ୍ୟ ସରକାର ଓ 8ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ନମ୍ବର 4, ଭାରତକୁ ଏକ ସଂଘୀୟ ରାଷ୍ଟ୍ର କୁହାଯାଏ କାହିଁକି? ଆନ୍ସାର, ଭାରତରେ ଗୋଟିଏ କେନ୍ଦ୍ର ସରକାର ଓ 28 ଗୋଟି ରାଜ୍ୟ ସରକାର ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଲିଖିତ ସମ୍ବିଧାନ ମାଧ୍ୟମରେ କ୍ଷମତା ବଣ୍ଟନ କରାଯାଇଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସରକାର ଥିବାରୁ ଭାରତକୁ ଏକ ସଂଘୀୟ ରାଷ୍ଟ୍ର କୁହାଯାଏ। ନମ୍ବର 5, ଭାରତର ରାଷ୍ଟ୍ରପତି ନାମକୁ ମାତ୍ର କାର୍ଯ୍ୟପାଳିକା ଅଟନ୍ତି କାହିଁକି? ଆନ୍ସାର, ଭାରତର ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ। ଭାରତର ସମ୍ବିଧାନ ଅନୁଯାୟୀ କେନ୍ଦ୍ର ସରକାରର ସମସ୍ତ କାର୍ଯ୍ୟପାଳିକ କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ନ୍ୟସ୍ତ। ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ପରାମର୍ଶ ଅନୁଯାୟୀ ସେ ସମସ୍ତ କାର୍ଯ୍ୟ ସମ୍ପାଦନ କରନ୍ତି। ତେଣୁ ଭାରତରେ ରାଷ୍ଟ୍ରପତି ନାମକୁ ମାତ୍ର କାର୍ଯ୍ୟପାଳିକା। ନମ୍ବର 6, ମହାଭିଯୋଗ କ'ଣ? ରାଷ୍ଟ୍ରପତି ବହିଷ୍କୃତ ହେବା ପରେ କିଏ ସ୍ଥାନ ପୂରଣ କରିଥାନ୍ତି? ଆନ୍ସାର, ରାଷ୍ଟ୍ରପତିଙ୍କୁ ଯେଉଁ ପଦ୍ଧତିରେ ବହିଷ୍କୃତ କରାଯାଏ ତାକୁ ମହାଭିଯୋଗ କୁହାଯାଏ। ରାଷ୍ଟ୍ରପତି ପଦଚ୍ୟୁତ ହେବା ପରେ ରାଷ୍ଟ୍ରପତି ପଦ ଶୂନ୍ୟ ପଡ଼େ ଓ ଉପରାଷ୍ଟ୍ରପତି ସର୍ବାଧିକ 6 ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟନିର୍ବାହ କରିଥାନ୍ତି। ଏହି 6 ମାସ ସମୟ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ନମ୍ବର 7, କରମ୍ କହିଲେ କ'ଣ ବୁଝ? ଆନ୍ସାର, ଲୋକସଭାର ସର୍ବମୋଟ ସଭ୍ୟ ସଂଖ୍ୟାର 1/10 ସଭ୍ୟଙ୍କର ଗୃହରେ ଉପସ୍ଥିତିକୁ କରମ୍ କୁହାଯାଏ। କରମ୍ ଅଭାବରେ ସଭାକାର୍ଯ୍ୟ ବନ୍ଦ ରହେ। ନମ୍ବର 8, ରାଷ୍ଟ୍ରପତିଙ୍କ ସାମରିକ କ୍ଷମତା କ'ଣ? ଆନ୍ସାର, ରାଷ୍ଟ୍ରପତିଙ୍କ ସାମରିକ କ୍ଷମତା ହେଲା ସେ ହେଉଛନ୍ତି ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ। ସେ ଜଳ, ସ୍ଥଳ ଓ ଆକାଶ ବାହିନୀର ମୁଖ୍ୟ ସେନାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଥାନ୍ତି। ନମ୍ବର 9, କେନ୍ଦ୍ର ମନ୍ତ୍ରିମଣ୍ଡଳ କେଉଁ ମନ୍ତ୍ରୀମାନଙ୍କୁ ନେଇ ଗଠିତ? ଆନ୍ସାର, କେନ୍ଦ୍ର ମନ୍ତ୍ରିମଣ୍ଡଳ 3 ପ୍ରକାର ମନ୍ତ୍ରୀଙ୍କୁ ନେଇ ଗଠିତ। ପାହ୍ୟା ଓ କ୍ଷମତା ଅନୁସାରେ ସେମାନେ ହେଲେ କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀ। ଏମାନଙ୍କ ବ୍ୟତୀତ ସଂସଦୀୟ ସଚିବମାନେ ମଧ୍ୟ ଆବଶ୍ୟକ ସ୍ଥଳେ ନିଯୁକ୍ତି ହୋଇଥାନ୍ତି, ମାତ୍ର ସେମାନେ ମନ୍ତ୍ରୀ ନୁହନ୍ତି। ନମ୍ବର 10, କେନ୍ଦ୍ର ସରକାରଙ୍କର କେତୋଟି ଅଙ୍ଗ ଅଛି ଓ କ'ଣ କ'ଣ? ଆନ୍ସାର, କେନ୍ଦ୍ର ସରକାରଙ୍କର 3ଟି ଅଙ୍ଗ ଅଛି। ସେଗୁଡ଼ିକ ହେଲା କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା। ନମ୍ବର 11, ରାଷ୍ଟ୍ରପତିଙ୍କ କୂଟନୈତିକ କ୍ଷମତା କ'ଣ? ଆନ୍ସାର, ରାଷ୍ଟ୍ରପତିଙ୍କ କୂଟନୈତିକ କ୍ଷମତା ରାଷ୍ଟ୍ରର ବୈଦେଶିକ ବ୍ୟାପାର ସହ ସଂଶ୍ଳିଷ୍ଟ। ସେ ଅନ୍ୟ ଦେଶଙ୍କ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିଥାନ୍ତି। ନମ୍ବର 12, ସଂସଦରେ ମିଳିତ ଅଧିବେଶନ କିଏ କାହିଁକି ଡକାଇଥାନ୍ତି? ମିଳିତ ଅଧିବେଶନ ଅଧ୍ୟକ୍ଷତା କିଏ କରିଥାନ୍ତି? ଆନ୍ସାର, କୌଣସି ସାଧାରଣ ଚିଠା ଆଇନ ବା ବିଲ୍ ଉପରେ ଉଭୟ ଗୃହ ମଧ୍ୟରେ ମତ ପାର୍ଥକ୍ୟ ଉପୁଜିଲେ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନ ଆହ୍ୱାନ କରି ସମାଧାନ କରିଥାନ୍ତି। ମିଳିତ ଅଧିବେଶନରେ ଲୋକସଭାର ବାଚସ୍ପତି ଅଧ୍ୟକ୍ଷତା କରିଥାନ୍ତି। ନମ୍ବର 13, ପ୍ରଧାନମନ୍ତ୍ରୀଙ୍କ ଭୂମିକା କ'ଣ? ଆନ୍ସାର, ପ୍ରଧାନମନ୍ତ୍ରୀ ଭାରତର ଶାସନ ମୁଖ୍ୟ। ସେ ମନ୍ତ୍ରିମଣ୍ଡଳର ପ୍ରାଣକେନ୍ଦ୍ର, ରାଷ୍ଟ୍ର ଶାସନର ଦିଗ୍ଦର୍ଶକ, ନୀତି ନିର୍ଦ୍ଧାରକ, ଆନ୍ତର୍ଜାତୀୟ ସ୍ତରରେ ମାର୍ଗଦର୍ଶକ, ମୁଖ୍ୟ ମୁଖପାତ୍ର, ଦଳର ନେତା, ସଂସଦର ନେତା ତଥା ଜାତିର ନେତା ଅଟନ୍ତି। ନମ୍ବର 14, ଲୋକସଭାରେ କୌଣସି ବିଲ୍ ଉପରେ ସମାନ ସଂଖ୍ୟକ ଭୋଟ ମିଳିଲେ କ'ଣ କରାଯାଏ? ଆନ୍ସାର, ଲୋକସଭାରେ ବିଲ୍ ବା ଚିଠା ଉପରେ ଆଲୋଚନା ପରେ ଭୋଟ ନିଆଯାଏ। ସମାନ ସଂଖ୍ୟକ ଭୋଟ ମିଳିଲେ ବାଚସ୍ପତି ତାଙ୍କ ନିର୍ଣ୍ଣାୟକ ଭୋଟ ଦେଇ ବିଲ୍ଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି। ନମ୍ବର 15, ଅର୍ଥ ବିଲ୍ ସଂସଦରେ କିପରି ଗୃହୀତ ହୁଏ? ଆନ୍ସାର, ଅର୍ଥ ବିଲ୍ କେବଳ ଲୋକସଭାରେ ଆଗତ ହୁଏ। ସେଠାରେ ତାହା ଗୃହୀତ ହେଲା ପରେ ରାଜ୍ୟସଭାକୁ 14 ଦିନିଆ ନୋଟିସ୍ ସହ ପଠାଯାଏ। ରାଜ୍ୟସଭା ବିଲ୍ଟିକୁ ଅନୁମୋଦନ ନ କଲେ ମଧ୍ୟ ଧରାଯାଏ ଯେ
ତାହା ସେଠାରେ ଗୃହୀତ ହୋଇଛି। ନମ୍ବର 16 ରାଷ୍ଟ୍ରପତି ଶାସନ କ'ଣ? କୌଣସି ରାଜ୍ୟରେ ସାମ୍ବିଧାନିକ ଶାସନ ବ୍ୟବସ୍ଥାରେ ବିପର୍ଯ୍ୟୟ ସମ୍ପର୍କିତ ଜରୁରୀ ପରିସ୍ଥିତି ଘୋଷଣାକୁ ରାଷ୍ଟ୍ରପତି ଶାସନ କୁହାଯାଏ। ଫଳରେ ରାଜ୍ୟ ବିଧାନସଭା ଭଙ୍ଗ ବା ନିଲମ୍ବିତ ହୁଏ ଓ ରାଜ୍ୟ ମନ୍ତ୍ରିମଣ୍ଡଳ ବରଖାସ୍ତ ହେବା ସହିତ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ପ୍ରତିନିଧି ଭାବେ ଶାସନ କାର୍ଯ୍ୟ ଚଳାନ୍ତି। ନମ୍ବର 17 ସର୍ବୋଚ୍ଚ ନ୍ୟାୟାଳୟକୁ ଅଭିଲେଖ ଅଦାଲତ କୁହାଯାଏ କାହିଁକି? ଆନ୍ସାର ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ଓ ବିବରଣୀଗୁଡ଼ିକୁ ନିମ୍ନ ଅଦାଲତ ମାନିବାକୁ ବାଧ୍ୟ ଏବଂ ଏହି ଲିଖିତ ରାୟ ବା ନିଷ୍ପତ୍ତିଗୁଡ଼ିକ ନଜିର ଆକାରରେ ଅଦାଲତରେ ଉପସ୍ଥାପିତ କରାଯାଏ। ତେଣୁ ସର୍ବୋଚ୍ଚ ନ୍ୟାୟାଳୟକୁ ଅଭିଲେଖ ଅଦାଲତ ବା କୋର୍ଟ ଅଫ୍ ରେକର୍ଡସ୍ କୁହାଯାଏ। ନମ୍ବର 18 ସର୍ବୋଚ୍ଚ ନ୍ୟାୟାଳୟର ଉପଦେଶମୂଳକ କ୍ଷେତ୍ରାଧିକାର କ'ଣ? ଆନ୍ସାର ରାଷ୍ଟ୍ରପତି କୌଣସି ଆଇନଗତ ପ୍ରଶ୍ନ ବା ଜନସ୍ୱାର୍ଥ ଜଡ଼ିତ ସମସ୍ୟା ଉପରେ ସର୍ବୋଚ୍ଚ ନ୍ୟାୟାଳୟର ମତାମତ ଲୋଡ଼ିପାରନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ମତାମତ ଦେଇପାରନ୍ତି ବା ମନା କରିପାରନ୍ତି। ପୁଣି ରାଷ୍ଟ୍ରପତି ମତାମତ ପାଇ ଗ୍ରହଣ କରିପାରନ୍ତି ବା ଅଗ୍ରାହ୍ୟ କରିପାରନ୍ତି। ନମ୍ବର 19 ଉପରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି? ଆନ୍ସାର ସଂସଦର ସମସ୍ତ ନିର୍ବାଚିତ ଓ ମନୋନୀତ ସଭ୍ୟମାନଙ୍କ ଦ୍ୱାରା ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ସମାନୁପାତିକ ପ୍ରତିନିଧିତ୍ୱ ଓ ଏକ ହସ୍ତାନ୍ତରୀୟ ଗୋପନୀୟ ଭୋଟ ପ୍ରଥା ମାଧ୍ୟମରେ ସେ ନିର୍ବାଚିତ ହୁଅନ୍ତି। ନମ୍ବର 20 ଜାତୀୟ ଜରୁରୀ ପରିସ୍ଥିତି ସମୟରେ କେଉଁ ଦୁଇଟି ମୌଳିକ ଅଧିକାରରୁ ନାଗରିକ ବଞ୍ଚିତ ହୁଏ? ଆନ୍ସାର ଜାତୀୟ ପରିସ୍ଥିତି ସମୟରେ ସମ୍ବିଧାନର 19 ଧାରାରେ ପ୍ରବର୍ତ୍ତ ସ୍ୱାଧୀନତା ଅଧିକାର, ସମ୍ବିଧାନର 32 ଧାରାରେ ପ୍ରବର୍ତ୍ତ ସାମ୍ବିଧାନିକ ପ୍ରତିକାର ଅଧିକାର ଦୁଇଟିରୁ ନାଗରିକ ବଞ୍ଚିତ ହୁଅନ୍ତି। ନମ୍ବର 21 ନ୍ୟାୟିକ ପୁନରାବଲୋକନ କହିଲେ କ'ଣ ବୁଝ? ଆନ୍ସାର ସଂସଦ ବା ରାଜ୍ୟ ବିଧାନ ମଣ୍ଡଳ ଦ୍ୱାରା ପ୍ରଣୀତ କୌଣସି ଆଇନ ବା କାର୍ଯ୍ୟପାଳିକାର ନିର୍ଦ୍ଦେଶନାମା ଯଦି ସମ୍ବିଧାନର ବ୍ୟବସ୍ଥାକୁ ଉଲ୍ଲଂଘନ କରେ ତାହେଲେ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଆଇନ ବା କାର୍ଯ୍ୟପାଳିକାର ଆଦେଶନାମାକୁ ଅସିଦ୍ଧ ଘୋଷଣା କରିପାରିବେ। ଏହି କ୍ଷମତାକୁ ନ୍ୟାୟିକ ପୁନରାବଲୋକନ କୁହାଯାଏ। ନମ୍ବର 22 ସାମୂହିକ ଉତ୍ତରଦାୟିତ୍ୱର ଅର୍ଥ କ'ଣ? ଆନ୍ସାର କେନ୍ଦ୍ର ମନ୍ତ୍ରିମଣ୍ଡଳ ଲୋକସଭା ନିକଟରେ ନିଜର କାର୍ଯ୍ୟକଳାପ ପାଇଁ ସାମୂହିକ ଭାବେ ଉତ୍ତରଦାୟୀ। ଜଣେ ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ରହିପାରିବେ ନାହିଁ। ସେହିପରି ପ୍ରତ୍ୟେକ ମନ୍ତ୍ରୀଙ୍କର କାର୍ଯ୍ୟକଳାପ ପାଇଁ ମନ୍ତ୍ରିମଣ୍ଡଳ ସାମୂହିକ ଭାବରେ ଦାୟୀ। ନମ୍ବର 23 ଯୋଜନା ଆୟୋଗ କାହାକୁ କୁହାଯାଏ? ଏହାର ଅଧ୍ୟକ୍ଷ କିଏ? ଆନ୍ସାର ଆମ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ଇତ୍ୟାଦି ସମସ୍ତ ପ୍ରକାର ଉନ୍ନତି ଲାଗି ଅନେକ ଯୋଜନା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସ୍ତରରେ ଗୋଟିଏ ଆୟୋଗ ରହିଛି। ତାକୁ ଯୋଜନା ଆୟୋଗ କୁହାଯାଏ। ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ। ନମ୍ବର 24 କାଟ ପ୍ରସ୍ତାବ କ'ଣ? ଆନ୍ସାର ବଜେଟ୍ ଆଲୋଚନା ବେଳେ ବିରୋଧୀ ଦଳମାନେ କାଟ ପ୍ରସ୍ତାବ ଆଗତ କରିଥାନ୍ତି। ଏହି ମାଧ୍ୟମରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଖର୍ଚ୍ଚ କାଟ ପ୍ରସ୍ତାବ ଦିଆଯାଏ। ଯଦି କାଟ ପ୍ରସ୍ତାବ ଗୃହୀତ ହୁଏ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବାକୁ ବାଧ୍ୟ ଓ ସରକାର ଭାଙ୍ଗିଯାଏ। ନମ୍ବର 25 ରାଷ୍ଟ୍ରପତି କେଉଁ କେଉଁ ପଦାଧିକାରୀମାନଙ୍କୁ ବହିଷ୍କାର କରିଥାନ୍ତି? ଆନ୍ସାର ମହାଧିବକ୍ତା, ରାଜ୍ୟପାଳ, କେନ୍ଦ୍ର ଲୋକସଭା ଆୟୋଗର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ, ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କୁ ରାଷ୍ଟ୍ରପତି ବହିଷ୍କାର କରିଥାନ୍ତି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଯେକୌଣସି ମନ୍ତ୍ରୀକୁ ରାଷ୍ଟ୍ରପତି ବହିଷ୍କାର କରିଥାନ୍ତି। ନମ୍ବର 26 କେନ୍ଦ୍ର କ୍ୟାବିନେଟ୍ କିପରି ଗଠିତ ହୁଏ? ଏଥିରେ କିଏ ଅଧ୍ୟକ୍ଷତା କରନ୍ତି? ଆନ୍ସାର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀମାନଙ୍କୁ ନେଇ କେନ୍ଦ୍ର କ୍ୟାବିନେଟ୍ ଗଠିତ ହୁଏ। ଏଥିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରନ୍ତି। ନମ୍ବର 27 ରାଷ୍ଟ୍ରପତିଙ୍କ ନ୍ୟାୟିକ କ୍ଷମତା କ'ଣ? ଆନ୍ସାର ରାଷ୍ଟ୍ରପତି ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ବ୍ୟକ୍ତିଙ୍କୁ କ୍ଷମା କରିପାରନ୍ତି ଏବଂ ଅନ୍ୟ ଅପରାଧୀମାନଙ୍କର ଦଣ୍ଡାଦେଶର ପରିମାଣକୁ କୋହଳ କରିପାରନ୍ତି, ସ୍ଥଗିତ ରଖିପାରନ୍ତି ଓ ହ୍ରାସ କରିପାରନ୍ତି। ସେ ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ନିଯୁକ୍ତ କରନ୍ତି ଏବଂ ସଂସଦର ଅନୁମୋଦନ କ୍ରମେ ପଦଚ୍ୟୁତ କରିପାରନ୍ତି। ନମ୍ବର 28 ରାଷ୍ଟ୍ରପତିଙ୍କ ଆର୍ଥିକ କ୍ଷମତା ଉଲ୍ଲେଖ କର। ଆନ୍ସାର ରାଷ୍ଟ୍ରପତି ପ୍ରତ୍ୟେକ ଆର୍ଥିକ ବର୍ଷର ପ୍ରାରମ୍ଭରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଦେଶର ବାର୍ଷିକ ବଜେଟ୍ ସଂସଦରେ ଆଗତ କରନ୍ତି। ସେ ଭାରତର ମୁଖ୍ୟ ହିସାବରକ୍ଷକ ଓ ମହାସମୀକ୍ଷକଙ୍କ ରିପୋର୍ଟ ସଂସଦରେ ଉପସ୍ଥାପିତ କରନ୍ତି। ସେ ଅର୍ଥ ଆୟୋଗ ନିଯୁକ୍ତ କରନ୍ତି ଏବଂ ଏହାର ରିପୋର୍ଟକୁ ସଂସଦରେ ଉପସ୍ଥାପିତ କରନ୍ତି।